ଆଜିର ଦୁନିଆରେ ମଣିଷ ପଇସା ପଛରେ ଏମିତି ପାଗଳ ଯେ ସେ ସମ୍ପର୍କ ପଛରେ ସେମିତି ପାଗଳ ହୋଇପାରୁନି। ମତେ ଗୋଟେ କଥା କହିଲେ, ଏ ଦୁନିଆରେ କିଏ ଧନୀ ଅଛି, ଏ ଦୁନିଆରେ କିଏ ଜ୍ଞାନୀ ଅଛି, ଏ ଦୁନିଆରେ କିଏ ମାନି ଅଛି? ମାନେ ଦୁର୍ଯ୍ୟୋଧନର ବି ପତନ ଘଟିଥିଲା, ଧନୀଙ୍କର ବି ପତନ ଘଟିଥିଲା, ଅଭିମାନୀଙ୍କର ବି ପତନ ଘଟିଥିଲା ଏବଂ ଜ୍ଞାନୀ ମାନଙ୍କୁ ବି ଅପମାନିତ ହେବାକୁ ପଡିଥିଲା। ଧନ, ଜନ, ସମ୍ମାନ, ଜ୍ଞାନ ଯିଏ ଦେଉଛି ସିଏ କେବଳ ଉପର ବାଲା ଆଜ୍ଞା। ଯିଏ ଦବା ଲୋକ ତା ପାଖରେ ତ କିଛି ମତାନ୍ତର ନାହିଁ ବା ତା ପାଖରେ କିଛି ପାର୍ଥକ୍ୟ ନାହିଁ। ଆପଣଙ୍କ ପାଖରେ କେତେ ଟଙ୍କା ବା କେତେ ଧନ ସମ୍ପତ୍ତି ହେଇଗଲା ତାକୁ ହିଁ ନେଇକି ମୁଁ ୱାର୍ଲଡର 1 ନମ୍ବର ଧନୀ, ମୁଁ ୱାର୍ଲଡର 2 ନମ୍ବର ଧନୀ କିମ୍ବା ମୁଁ ମୋ ଗାଁରେ ସବୁଠାରୁ ବେଶୀ ଧନୀ, ଯେଉଁ ଗର୍ବ ଅହଙ୍କାର ରହୁଛି ନା, ସେଇଟା ଥରେ ବୁଝି ନେବାର ଆବଶ୍ୟକତା ଅଛି। ଇଏ ଧନୀ ବା ଇଏ ଧନ ଦବା ଲୋକ ସିଏ। ଆଉ ଯେଉଁମାନେ ନିଜକୁ ଅଧିକ ଜ୍ଞାନୀ ଭାବି ଅନେକ ଲୋକଙ୍କୁ ସେମାନଙ୍କ ନଜରରେ ହୀନ ନଜରରେ ଦେଖୁଛନ୍ତି, ସେମାନଙ୍କୁ ଜାଣି ନେବାର ଅଛି ସେ ଜ୍ଞାନ ପ୍ରଦାନକାରୀ କେବଳ ଭଗବାନ। ସମର୍ପଣ ଭାବ ରହିବ, ତେବେ ଯାଇ ଆପଣ ଆଗକୁ ବଢିବେ, ମଣିଷ ଜନ୍ମର ସାର୍ଥକତା ପାଇବେ। ଏଇ ତ ଜୀବନର କଥା।